ରଥ ଗଡ଼ିବା ସମୟ ହେଲାଣି, ଭିଡ଼ ବି ଧୀରେ ଧୀରେ ବଢିବାକୁ ଲାଗିଲାଣି। ସହରର ଲାଗିଥିବା ସିସିଟିଭି ଉପରେ କଡା ନଜର ରଖ। ଆଉ ହଁ, ମହାପ୍ରଭୁ ଦର୍ଶନରେ ଆସିଥିବା ଯେମିତି କୌଣସି ଭକ୍ତ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଆମକୁ ପୁରା ଆଲର୍ଟ ରହିବାକୁ ପଡିବ। ନିଶ୍ଚୟ ସାର୍, ଆମ ପୁଲିସ ଫୋର୍ସ ଆଉ କ୍ୱିକ୍ ଆକ୍ସନ ଟିମ୍ ଫିଲ୍ଡରେ ଅଛନ୍ତି। ମାଇକ୍ ସାହାଯ୍ୟରେ ଆସିଥିବା ସବୁ ଭକ୍ତମାନଙ୍କୁ ସତର୍କ ସୂଚନା ମଧ୍ୟ ଦିଆଯାଉଛି। ଭାଇ ମୁଁ ବି ରଥ ଟାଣିବି ନା? ହଁ ମା, ତୁ ଏବେ ଛୋଟ ଅଛୁ, ତୁ ବଡ ହେଇଯା, ତାପରେ ଭକ୍ତି ସହିତ ମା ସୁଭଦ୍ରାଙ୍କ ରଥ ଟାଣିବୁ। ଖାଲି ମା ସୁଭଦ୍ରାର ରଥ ଟାଣିବି ନା, ଆଉ କାଳିଆ ରଥ? ନା ନା, ତୁ କେବଳ ମାଙ୍କ ରଥ ଟାଣିବୁ, କାରଣ ଆମ ବାରିପଦାରେ ନା ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ହିଁ ଟାଣନ୍ତି। ଆଉ ଏଇ ଯୋଉ ବଡ ଭାଇ ବଳଭଦ୍ର ଆଉ ଆମ ମହାପ୍ରଭୁ କାଳିଆ ରଥ, ଏତେ ଭକ୍ତ ମାନେ ଆସନ୍ତି, ଏତେ ଭିଡ ହୁଏ ଯେ ସେଠି ତତେ ଜାକି ମାଡିଦେବେ, ବୁଝିଲୁ। ଭାଇ ମୋର କିଛି ହବନି, ମୁଁ ବହୁତ ଷ୍ଟ୍ରଙ୍ଗ। କଳା ବାମନ ହେ କଳା ବାମନ ରଥରେ ଥରୁଟେ କଣ କରିବି? ଏତେ ଭିଡରେ କୁଆଡେ ଖୋଜିବି ତାକୁ? ହେ ମହାପ୍ରଭୁ, ମୁଁ ମୋ ଭଉଣୀକୁ ନେଇକି ତମର